ଡୁଙ୍ଗୁରିପାଲିରେ ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ। ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ପ୍ରସୂତିକାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଡୁଙ୍ଗୁରିପାଲିଠାରେ ବଜରଙ୍ଗ ଦଳ ତରଫରୁ ହୁତାତ୍ମା ଦିବସ ଉପଲକ୍ଷେ ଏକ ମହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତର ଅଭାବରୁ କୌଣସି ରୋଗୀ ଯେପରି ମୃତ୍ୟୁବରଣ ନ କରୁ ସେହି ମହତ ଉଦ୍ଦେଶ୍ୟ ନେଇ ଏହି ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ଥାନା ଅଧିକାରିଣୀ ରୋଜାଲିନୀ ପଟେଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡକ୍ଟର ସଞ୍ଜୟ ପ୍ରଧାନ ଓ ଟ୍ରକ୍ ମାଲିକ ସଂଘର ସଭାପତି ଶ୍ରୀ ମୃତ୍ୟୁଞ୍ଜୟ ମିଶ୍ର ଉପସ୍ଥିତ ରହି ଶିବିରକୁ ଉଦ୍ଘାଟନ କରିଥିଲେ। ବଜରଙ୍ଗ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଏହି ଶିବିରରେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ସେମାନେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ଯେ ରକ୍ତଦାନ ଏକ ମହତ ଦାନ। କୌଣସି ରୋଗୀ ଯେପରି ରକ୍ତ ଅଭାବରୁ ନ ମରୁ ସେଥିପାଇଁ ସମସ୍ତେ ଆଗେଇ ଆସି ରକ୍ତଦାନ କରିବା ଆବଶ୍ୟକ। ଡୁଙ୍ଗୁରିପାଲି ଏବଂ ଏହାର ଆଖପାଖ ଅଞ୍ଚଳର ଅନେକ ସ୍ଥାନରୁ ଲୋକେ ଆସି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଅନୁଷ୍ଠାନର ଏହି ମହତ ଉଦ୍ୟମକୁ ସ୍ଥାନୀୟ ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି। ଅବସରରେ ସବୁ ଆମର ଭାରତ ସାରା ଯେତିକି ବି ଆମର ବଜରଙ୍ଗ ଦଳ ଅଛୁ ସବୁଠାନେ ଏଇଟା ପାଳନ କରାଯାଏସି ହୁତାତ୍ମା ଦିବସ ନାଁରେ। ଏଇଟା କାଣା କି ଆମର ରାମ ମନ୍ଦିରରେ ଯେତିକି ବି ଆମର ହିନ୍ଦୁ ଭାଇ ଭଉଣୀ ମାନେ ତାଙ୍କର ଜୀବନ ଦେଇକରି ରାମ ମନ୍ଦିର ଆମେ 500 ବର୍ଷ ପରେ ଯେନ୍ ପାଇଲା 18 ଲକ୍ଷରୁ ଉର୍ଦ୍ଧ୍ୱ ଜୀବନ ଯେନ୍ ଯାଇଛେ ତାଙ୍କର ଆତ୍ମା ସ୍ୱର୍ଗତିର୍ ଲାଗି ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ଦ୍ୱାରା ଆମର ଯେତିକି ବି ଆମର ରୋଗୀମାନଙ୍କର ବ୍ୟବହାରରେ ହଉ ଇହାଦେ ଆପଣମାନେ ଜାଣୁଥିବେ ଯେ ରୋଗୀମାନେ ବେଶୀ ରକ୍ତ ବ୍ଲଡ଼ ଅଭାବରୁ ତାଙ୍କର ମୃତ୍ୟୁବରଣ ହେଉଛି। ସେ ଅଭାବକେ ଆମେ ଦୂରୀକରଣ କରବା ଲାଗି ଏଇଟା ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ହୁତାତ୍ମା ଦିବସ ପାଳନ କରାଯାଉଛି। ଦିବସ ଅବସରରେ ଆମର ଯେନ୍ ରାମ ମନ୍ଦିର ନିର୍ମାଣରେ ଯେତିକି ଲୋକ ଶହୀଦ ହେଇଛନ୍ ସେତାକର ପୁଣ୍ୟାତ୍ମା ମାନଙ୍କର ସଦ୍ଗତିର ଲାଗି ଆମେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ତଥା ବଜରଙ୍ଗ ଦଳ ତରଫରୁ ଆଜି ରକ୍ତଦାନ ଶିବିର ଆୟୋଜନ କରିଛୁ ଡୁଙ୍ଗୁରିପାଲି ଠାରେ। ଏଥିରେ ଆମର ଟାର୍ଗେଟ୍ ଅଛେ 70 ୟୁନିଟ୍ ବ୍ଲଡ଼ ସଂଗ୍ରହ କରବାର୍ ଲାଗି। ଆଉ ବର୍ତ୍ତମାନ ବଜରଙ୍ଗ ଦଳ ତରଫରୁ ଆମର ରକ୍ତଦାନ ଶିବିର ହେଉଛି ବିଶ୍ୱ ହିନ୍ଦୁ ପରିଷଦ ଆଉ ଡୁଙ୍ଗୁରିପାଲି ଭିତରେ ଚାଲିଛେ ରକ୍ତଦାନ ଶିବିର। ଇଏ ଆଜି ଆମର ଡୁଙ୍ଗୁରିପାଲିର ସମସ୍ତ ବଜରଙ୍ଗ ଭାଇମାନେ ଆଉ ଆମର ଯେତେ ଅଛନ୍ ଆମର ବଜରଙ୍ଗ ଦଳର କର୍ମକର୍ତ୍ତା ସହଯୋଗରେ ଚାଲିଛେ ଆମର ରକ୍ତଦାନ ଶିବିର।